ମୋ ବିଆ ଯେତେବେଳେ ଅଧିକ ହିଟ୍ ହେଉଥିଲା ମୁଁ ମୋ ବିଆରେ ଆଙ୍ଗୁଳି କରି କରି ମୋ ବିଆକୁ ଶାନ୍ତ କରୁଥିଲି। ଏମିତି ମୋର ଯେତେବେଳେ 24 ବର୍ଷ ହୋଇଥିଲା ସେତେବେଳେ ମୋ ପାଇଁ ବାହାଘର ଠିକ ହେଲା। ଆଉ ପୁଅ ଘର ଲୋକ ସବୁ ମୋତେ ଏକାଥରକେ ପସନ୍ଦ କଲେ। ଆଉ ମୁଁ ବି ମୋ ସ୍ୱାମୀଙ୍କୁ ଦେଖି ରାଜି ହୋଇଗଲି, କାହିଁକିନା ସେ ଦେଖିବାକୁ ବହୁତ ଜ୍ଞାନସମ ଥିଲେ। ଆଉ ମୋର ବାହାଘର ବହୁତ ଧୁମଧାମରେ ସରିଲା। ମୋ ଚୌକି ରାତିରେ ମୋ ସ୍ୱାମୀ ମୋତେ ବହୁତ ଗେହିଲେ। ଆଉ ମୁଁ ପ୍ରଥମେ ଗିହା ଖାଉଥିବାରୁ ବହୁତ କାଟିଲା, କିନ୍ତୁ ତାପରେ ବହୁତ ମଜା ଲାଗିଲା। ଆଉ ସେ ମୋତେ ସେଦିନ ବଟିକା ଖାଇକି ପ୍ରାୟ 2 ଘଣ୍ଟା ଗଡେଇ ଚଢ଼େଇ ଗେହିଲେ। ତାଙ୍କ ଗିହାର ଜୋଶ ଦେଖି ମୁଁ ଜାଣି ସାରିଥିଲି ଯେ ସେ ବଟିକା ଖାଇକି ମୋତେ ଗେହୁଛନ୍ତି ବୋଲି। ଆଉ ସେଦିନ ଗିହା ଖାଇବା ପରେ ତା ପରଦିନ ମୁଁ ଠିକରେ ଉଠି ବସି ପାରିଲି ନାହିଁ, କାହିଁକିନା ମୁଁ ଆଗରୁ କେବେ ଗିହା ଖାଇନଥିଲି। ଆଉ ଏମିତି ସେ ମୋତେ 2 ଘଣ୍ଟା କାଳ ଗେହିଥିଲେ। ମୋତେ ତା ପରଦିନ ସେ ପୁଣି ମୋତେ ଗେହିବାକୁ ଚାହୁଁଥିଲେ, ହେଲେ ମୋ ବିଆ ଦରଜ ହୋଇଥିବାରୁ ମୁଁ ତାଙ୍କୁ ମନା କଲି। ଆଉ ସେ ମୋତେ ସେଦିନ ଆଉ ଗେହିଲେ ନାହିଁ। ହେଲେ ତା 2-4 ଦିନ ବିତିଗଲା ପରେ ସେ ମୋତେ ଗେହିଲେ। ଆଉ ଏମିତି ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବହୁତ ଭଲ ଗିହାଗେହି ଆଉ ଭଲ ସମ୍ପର୍କ ମଧ୍ୟ ଥିଲା। ହେଲେ ମୋର ପରିବାରରେ ମାନେ ମୋ ଶାଶୁ ଘରେ ମୋର ଗୋଟାଏ ଦେଢଶୁର ଥିଲେ, ଆଉ ମୋର ଗୋଟାଏ ବଡ ଯା ମଧ୍ୟ ଥିଲେ। ଆଉ ତାଙ୍କର ବାହାଘରକୁ ସେତେବେଳେ 5 ବର୍ଷ ବିତି ଯାଇଥିଲା। ଆଉ ତାଙ୍କର ସେତେବେଳେ ଗୋଟିଏ ପୁଅ ଥିଲା। ମୋ ଯା ଦେଖିବାକୁ ସେତେ ସୁନ୍ଦର ନଥିଲେ, ସେଥିପାଇଁ ମୋ ବିବାହ ପରଦିନ ଠାରୁ ମୋ ଦେଢଶୁର ମୋ ଉପରେ ଖରାପ ନଜର ରଖୁଥିଲେ। ହେଲେ ମୁଁ କେବେ ବି ଆଶା କରିନଥିଲି ଯେ ମୋ ଦେଢଶୁର ଏତେ ବେଧୁଆ ହୋଇଥିବେ ବୋଲି। ସେ ମୋତେ ପ୍ରାୟ ସମୟ କପଡା ଚେଞ୍ଜ କରିବା ବେଳେ ନଜର କରନ୍ତି, ହେଲେ ମୁଁ ତାଙ୍କୁ ବହୁତ ଆଭେଦ କରେ। ହେଲେ ଯେତେବେଳେ ମୋ ବାହାଘରକୁ 2 ବର୍ଷ ବିତିଗଲା ଆଉ ସେ ପର୍ଯ୍ୟନ୍ତ ଆମେ କୌଣସି ପିଲାପିଲି ପାଇଁ ପ୍ଲାନ କରି ନଥିଲୁ, ସେତେବେଳେ ମୋ ଦେଢଶୁରଙ୍କ ହରକତ ମୋତେ ବହୁତ ଚିନ୍ତାରେ ପକାଇ ଦେଉଥିଲା। କାହିଁକିନା ସେ ଯେତେବେଳେ ଏକୁଟିଆ ମଚରିକି ବ୍ରା ପାଆନ୍ତି, ତା ଉପରେ ତାଙ୍କ ବାଣ୍ଡ ହଲେଇ ସବୁ ବୀର୍ଯ୍ୟ ପକାନ୍ତି। ଆଉ ଏମିତି ସେ ମୋତେ ବହୁତ ହଇରାଣ କରୁଥିଲେ। ହେଲେ ଏମିତି ସେ ଦିନେ ମୋର ଏ ଅବସ୍ଥା କରିବେ ବୋଲି ମୁଁ କେବେ ଆଶା କରିନଥିଲି। ସେଦିନ ଆମ ଘରେ କେହି ନଥିଲେ। ମୋ ସ୍ୱାମୀଙ୍କ ସକାଳ ଡ୍ୟୁଟି ଥିବାରୁ ସେ ଚାଲି ଯାଇଥିଲେ। ଆଉ ମୋ ଶାଶୁ ଆଉ ମୋର ଯା ଗୋଟିଏ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ମୋର ଦେହ ଖରାପ ଥିବାରୁ ମୁଁ ଟିକେ ସେଦିନ ଲେଟରେ ଉଠିଲି। ଆଉ ଗାଧୁଆ ଘରୁ ଗାଧେଇକି ଆସି ମୋ ରୁମରେ ପୁରା ନଙ୍ଗଳା ହୋଇକି ମୋ ଚଡ଼ି ଆଉ ବ୍ରା ପିନ୍ଧିଲି। ଆଉ ତାପରେ ମୋ ସାୟା ପିନ୍ଧି ଲୁଗା ପିନ୍ଧିବାକୁ ଲାଗିଲି। ଲୁଗା ଦେହରେ ଅଧା ଗୁଡାଇ ହୋଇଛି। ଠିକ ସେହି ସମୟରେ ମୋ ଦେଢଶୁର ମୋ ରୁମ ଭିତରକୁ ହଠାତ୍ ପାସି ଆସିଲେ। ତାଙ୍କୁ ଦେଖି ମୁଁ ମୋ ଲୁଗାରେ ମୋ ଦେହକୁ ଲୁଚେଇବାକୁ ଲାଗିଲି। ଆଉ କହିଲି, ଭାଇନା ତୁମେ କଣ ପଶି ଆସିଲ? କବାଟ ଖୋଲା ଥିଲା କି? ସେ କହିଲେ, ହଁ ମୁଁ କହିଲି, ହେଲେ ଏଠିକି କଣ ପାଇଁ ଆସି? ସେ କହିଲେ, ତୁମକୁ ତଳେ ଡାକୁଛନ୍ତି। ମୁଁ କହିଲି, ଭାଇନା ମୁଁ ଏବେ ଗାଧେଇକି ଆସିକି ଲୁଗା ଚେଞ୍ଜ କରୁଛି, ଆଉ ତୁମେ ଯାଅ ମୁଁ ଯାଉଛି। ସେ କିନ୍ତୁ ମୋତେ ଏକାଲୟରେ ଚାହିଁ ରହିଲେ, ଆଉ ଜମା ବି କଲେ ନାହିଁ। ମୁଁ ତାଙ୍କୁ କହିଲି, ଭାଇନା ତୁମେ ତଳକୁ ଯାଅ, ମୁଁ ଲୁଗା ଚେଞ୍ଜ କରିବି। ହେଲେ ବି ସେଠାରୁ ଗଲେ ନାହିଁ। ଆଉ ମୋତେ ତାଙ୍କ ଇରାଦା କିଛି ଠିକ ଲାଗୁନଥିଲା। ଆଉ ମୋ ସନ୍ଦେହ ବି ସତ ହେଲା। ସେ ମୋତେ ଦେଖି ପୁରା ହିଟ ହୋଇସାରିଥିଲେ। ଆଉ ମୋତେ କେହିବା ପାଇଁ ପୁରା ପ୍ଲାନ ବନେଇକି ଆସିଥିଲେ। ସେ ଡାଇରେକ୍ଟ ଆସି ମୋତେ ମାଡ଼ି ବସି ମୋ ଉଠକୁ ଜୋରେ ଜୋରେ ଖାଇବାକୁ ଲାଗିଲେ। ମୋତେ ବହୁତ ଚକିତ ଲାଗୁଥିଲା। ମୁଁ ତାଙ୍କୁ ଠେଲି ଦେବାକୁ ପାଏସ କରୁଥିଲି, ହେଲେ ସେ ମୋତେ ଜମା ବି ଛାଡୁ ନଥିଲେ। ଆଉ ସେ ଏମିତି ଓଠକୁ ଚୁଚୁମି ଥିଲେ ଯେ ମୁଁ ବି ଧୀରେ ଧୀରେ ଗରମ ହେବାକୁ ଲାଗିଲି। ସେ ମୋ ହାତରୁ ଲୁଗା ଖସାଇ ତଳେ ପକାଇ ଦେଲେ। ଆଉ ମୋ ଦୁଧ ଉପରେ ଖାଲି ମୋ ବ୍ରା ଥିଲା। ସେ ମୋ ଦୁଧକୁ ଆସ୍ତେ ଆସ୍ତେ ଚିପିବାରେ ଲାଗିଲେ। ଆଉ ବହୁତ ସମୟ ପର୍ଯ୍ୟନ୍ତ ମୋ ଉଠକୁ କାମୁଡିବା ପରେ ସେ ମୋତେ ମାଡ଼ି ବସି ମୋ ଦୁଧକୁ ମୋ ବ୍ରା ଉପରେ ବହୁତ ଜୋରେ ଚିପୁଥିଲେ। ମୁଁ ଖାଲି କହୁଥାଏ, ଭାଇନା ମୋତେ ଛାଡ଼ିଦିଅ, ଏସବୁ ଠିକ ନୁହେଁ। ଆଉ ଘର ଲୋକ ଦେଖିଦେବେ। ସେ ମୋତେ କହିଲେ, ଘରେ କେହି ନାହାନ୍ତି। ଓ ଏହା କହି ମୋ ବ୍ରା ଉପରେ ମୁହଁ ଲଗେଇ ମୋ ବ୍ରା ଫାଙ୍କରେ ମୋ ଦୁଧକୁ ଚାଟିଲେ। ଆଉ କିଛି ସମୟ ପରେ ବ୍ରା ତଳକୁ କରି ପୁରା ଖୋଲିଦେଲେ। ଆଉ ତାପରେ ସେ ମୋ 2 ଦୁଧକୁ ହାତରେ ଧରି ମୋ ଦୁଧର ଭୁଣ୍ଡିକୁ ଜିଭରେ ଚାଟି ଚାଟି ମୋତେ ପୁରା ମୂଳକୁ ଆଣିବାରେ ଲାଗିଲେ। ମୁଁ ଖାଲି ଆହ 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 ଏମିତି କହୁଥିଲି। ସେ ମୋ ଦୁଧକୁ ବହୁତ ସମୟ ପର୍ଯ୍ୟନ୍ତ ଖାଇଲେ। ଆଉ ପୁଣି ମୋ ଉଠକୁ କିଛି ସମୟ ଚୁଚୁମି ପକେଇଲେ। ଆଉ ତାପରେ ସେ ମୋତେ ଠେଲି ଖଟରେ ପକେଇ ମୋ ଦୁଧକୁ ପୁଣି ଖାଇଲେ। ଆଉ ମୋ ନାହିଁ ମୁଣ୍ଡାକୁ ଚାଟିଲେ। ମୁଁ ଖାଲି ଆହ ଆହ କହୁଥିଲି। ସେ କିଛି ସମୟ ପରେ ମୋ ଲୁଗାକୁ ମୋ ଦେହରୁ ପୁରା ଖୋଲିଦେଲେ। ଆଉ ମୋ ସାୟା ଖୋଲିଲେ। ମୋତେ ବହୁତ ଲାଜ ଲାଗୁଥିଲା। ମୁଁ କହୁଥାଏ, ନାଇଁ ଭାଇନା ସେମିତି କର ନାହିଁ। ହେଲେ ସେ ମୋତେ ଜୋର ଜବରଦସ୍ତ କରି ମୋ ସାୟା ଖୋଲିଦେଲେ। ମୁଁ ଏବେ ଖାଲି ଚଡ଼ିରେ ଥିଲି। ସେ ଏବେ ନିଜେ ତାଙ୍କ ଗଞ୍ଜି ଆଉ ଲୁଙ୍ଗି ଖୋଲିଲେ। ଆଉ ମୁଁ ସେତେବେଳେ ଉଠିକି ପଳେଇ ଆସିବାକୁ ଚେଷ୍ଟା କଲି। ଆଉ ନିଜ ଲାଜ ଲୁଚେଇବାକୁ ଯାଇ ଲୁଗାକୁ ଗୋଟେଇ ମୋ ଦେହରେ ପକେଇ ଦେଲି। ହେଲେ ସେ ମୋତେ ଜାବୁଡ଼ି ଧରି ମୋ ଚଡ଼ି ଖୋଲିଲେ। ଆଉ ମୋ ଲୁଗା ଟାଣି ନେଇ ମୋତେ ଖଟରେ ପକେଇ ଦେଲେ। ଆଉ ମୁଁ ତାଙ୍କ ଆଗରେ କାକୁତି ମିନତି ହେଲି। ଆଉ କହିଲି, ଭାଇନା ନା ସେମିତି କର ନାହିଁ। ହେଲେ ସେ ମୋ ସୁନ୍ଦର ବିଆକୁ ଦେଖିଲେ। ଆଉ କହିଲେ, ବା ବେବିନା ତୁମ ବିଆ ପୁରା ସୁନ୍ଦର ଲାଗୁଛି। ତାପରେ ସେ ମୋ ବିଆରେ ମୁହଁ ଲଗେଇ ଜୋରେ ଜୋରେ ବିଆକୁ ଚାଟିବାକୁ ଲାଗିଲେ। ଆଉ ସେ ଏମିତି ଚାଟିଲେ ମୁଁ ବି ଆଉ କଣ୍ଟ୍ରୋଲ କରି ରହି ପାରିଲି ନାହିଁ। ଆଉ ତାଙ୍କ ମୁଣ୍ଡକୁ ଜୋରେ ଜୋରେ ମୋ ବିଆରେ ମାଡ଼ି ଧରିଲି।
से मो बियाको किछि समय चाटिबा परे पुणी उठी आसी मो बेक मुंडारे गेल कले आउ सेतेबेले मु तांको कुंडेई धरिली काहीकि ना मु सेतेबेले बहुत गरम होई साइथिली। से मो दुई गोड़कू मेलेई निजे मो दुई गोड़ मझिरे आंठू मारी बसिले आउ मो बियारे टिके छेप मारी तांको बांड पुरेले। मु कहिली ना भाईना सेमिटी करनी। से मो बियारे गोटाए धक्का देले आउ बांड पूरा मो बियारे गलिगला आउ मु खाली आह 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 कही चिल्लाउथिली। से खाली जोरे जोरे धक्का देई मो उठकू चुचुमी गेही चालिले आउ एमिति अनेक समय गेहिबा परे से मोते खट कड़कू भिड़ी नेले आउ निजे खट तळकू गले आउ से मो गांडी तळे गोटिए तकिया देले आउ मो दुई गोड़कू पूरा मेलेई उपरकू टेकी रखिले आउ मो बियारे बांड पुरेई देले आउ से मोते एमिति गेहिले मोते धीरे धीरे मजा आसिबाकू लागिला आउ मु मो बिया मुंडीरे हाथ रखी खसिबाकू लागिली आउ से मो दुई दूधकू मारी बसी मोते एमिति गेहिले मो बियारू पानी छरिगला आउ मोते पूरा शांति लागिला। तापरे से मोते कहिले तांको उपरे बसी केही हेबाकू मु भी आहुरी मजा लेबाकू जाई से निजे खटरे सोइले आउ मु तांको टेंगा बांड उपरे बसिली आउ मो बियारे तांको बांड पुरेई देली। से मो गांडी को धरी तळ पटू बहुत समय गेहिले तांको बांड पूरा मो बियारे पिचो पिचो होई पसुथिला आउ बाहरुथिला। से समय रे मोते आहुरी मजा आसुथिला आउ एमिति पाय अधा घंटा से मोते निर्धुम गेहिबा परे से मोते तळे पकेई मो दूध उपरे तांको बांड हलाई सबुतिक बीर्ज मो दूध उपरे अजाड़ी देले आउ शेषरे मो उठरे गोटाए चुमा देले। मु कहिली सासुमा जानिले खराब हेबो। से कहिले घरे केही नाहंती। तापरे मु पुणी गाधिली आउ मु पुणी लुगा पिंधी रेडी हेली आउ आम बिहा